ପିଲାମାନେ ଏହା ହେଉଛି ତୁମର ସମେଟିଭ୍ ଆସେସମେଣ୍ଟ 1 ଅର୍ଥାତ୍ ଅର୍ଦ୍ଧବାର୍ଷିକୀ ପରୀକ୍ଷାର ଏହା ହେଉଛି ପ୍ରକୃତ ପ୍ରଶ୍ନପତ୍ର। ଠିକ୍ ଅଛି। ଏହା ହେଉଛି ଶ୍ରେଣୀ ପ୍ରଥମ, ସମୟ ହେଉଛି 2 ଘଣ୍ଟା, ବିଷୟ ହେଉଛି ପରିବେଶ। ଠିକ୍ ଅଛି। ଏଇଠି ପିଲାମାନେ ତୁମର ନାମ ଲେଖିବ, ତୁମର ଫୁଲ୍ ନାଁ ଏଇଠି ଲେଖିବ, ଫୁଲ୍ ନାମ। ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ରୋଲ୍ ନମ୍ବର ଏଇଠି ଲେଖିବ। ତାପରେ ଏଇଠି ଲେଖିବ ତୁମର ବିଦ୍ୟାଳୟର ନାମ। ଠିକ୍ ଅଛି। ତାପରେ ଏଇଠି ଲେଖିବ ତାରିଖ, ତୁମେ ଯେଉଁ ତାରିଖ ଦିନ ଏଇଠି ପରୀକ୍ଷା ଦେଉଛ। ଠିକ୍ ଅଛି। ତାପରେ ଏଇଠି ତୁମର କାମ କିଛି ନାହିଁ, କିଛି ଲେଖିବ ନାହିଁ। ତାପରେ ଏଇଠି ତୁମର ଶିକ୍ଷକ ଦସ୍ତଖତ କରିବେ ଏବଂ ଏହା ହେଉଛି ପିଲାମାନେ 50 ମାର୍କ ତୁମର ପୂର୍ଣ୍ଣାଙ୍କ। ଠିକ୍ ଅଛି। ଲିଖିତ ଓ ମୌଖିକ କେତେ? ଏଇଠି ଲିଖିତ ହେଉଛି 40 ମାର୍କ ଏବଂ 40 ମାର୍କ ଏବଂ ମୌଖିକ ହେଉଛି 10 ମାର୍କ। କେତେ ମାର୍କ ପାଇବ ଏଇଠି ତୁମର ଶିକ୍ଷକ ତୁମକୁ ମାର୍କ ଦେବେ। ଠିକ୍ ଅଛି। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ପ୍ରଥମ ପ୍ରଶ୍ନ କ'ଣ ଅଛି? ବର୍ଷା ଦିନେ ଆମେ ବ୍ୟବହାର କରୁଥିବା 2 ଜିନିଷକୁ ଗୋଲ ବୁଲାଇବ। ଯେଉଁଦିନ ଆମେ ବର୍ଷା ଦିନ ବ୍ୟବହାର କରୁଛୁ, ବର୍ଷାତି, ମଫଲର, ଛତା, ସ୍ୱେଟର। କେଉଁ ଜିନିଷ ଆମେ ବ୍ୟବହାର କରୁଛୁ? ଏଠାରେ ଅଛି ବର୍ଷାତି, ଆଉ ଗୋଟିଏ ଅଛି ଛତା। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ମଝି କୋଠରୀରୁ ଜିନିଷ ନେଇ ଖାଲି କୋଠରୀରେ ଲେଖିବା। ମଝି କୋଠରୀ ଯେଉଁ ଜିନିଷ ଅଛି ଆମେ ୟାକୁ କେଉଁ ସ୍ଥାନରେ ରହିବ? ବଣରେ କିଏ ରହନ୍ତି ଏଇଠି ଲେଖିବ ଏବଂ ଘରେ କିଏ ରହନ୍ତି ଏଇଠି ଲେଖିବ। ବଣରେ କିଏ ରହନ୍ତି? ହରିଣ, ଏଇଠି ଲେଖିବ ତୁମେ ହରିଣ। ଆଉ କିଏ ରହନ୍ତି? ବାଘ। ଠିକ୍ ଅଛି। ତାପରେ ଘରେ କିଏ ରହନ୍ତି? ଏଇଠି ଲେଖିବ ତୁମେ କୁକୁର, ଆଉ ଲେଖିବ ତୁମେ ଶୁଆ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା କ'ଣ ଅଛି। ଠିକ୍ ଉକ୍ତି ପାଇଁ ଠିକ୍ ଚିହ୍ନ ଓ ଭୁଲ ଉକ୍ତି ପାଇଁ ଭୁଲ ଚିହ୍ନ ଦେବ। ଠିକ୍ ଅଛି। ପ୍ରଶ୍ନ ଅଛି ଟମାଟର ରଙ୍ଗ ଲାଲ ଦେଖାଯାଏ, ଠିକ୍ ଚିହ୍ନ ଦେବ। ତାପରେ କାଉ ଦେଖିବାକୁ ଧଳା, ତୁମେ ଏଇଠି ଧଳା ରଙ୍ଗ କ'ଣ? ଏଇଠି ଭୁଲ ଚିହ୍ନ ଦେବ। ତାପରେ ବଗର ରଙ୍ଗ ଧଳା, ସଠିକ୍ ଚିହ୍ନ। ଠିକ୍ ଅଛି, ଠିକ୍ ଚିହ୍ନ ଦେବ। ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା। କୋଠରୀ ମଧ୍ୟରୁ କିଏ କ'ଣ ଖାଏ? ବାଛି ପାଖ କୋଠରୀରେ ଲେଖ। ଠିକ୍ ଅଛି। ବଗ କ'ଣ ଖାଏ? ଭାତ ଖାଏ, ମାଛ ଖାଏ ନା କଙ୍କଡ଼ା ଖାଏ? ଏଇଠି ଲେଖିବ କଙ୍କଡ଼ା। ଠିକ୍ ଅଛି, କଙ୍କଡ଼ା ଏହାକୁ ଖାଏ। ତାପରେ ବିରାଡ଼ି କ'ଣ ଖାଏ? ମକା, କୁଣ୍ଡା, ମୁଗ, କ୍ଷୀର ଖାଏ। ଏଇ କ୍ଷୀରକୁ ତୁମେ ଏଇଠି ଲେଖିବ। ତାପରେ କୁକୁର କ'ଣ ଖାଏ? ଗଛ ଡାଳ, ବାଦାମ, ମାଂସ। କୁକୁର ମାଂସ ଖାଏ, ଏହାକୁ ତୁମେ ଏଇଠି ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। କିଏ କେଉଁଠି ରହେ? କୋଠରୀ ମଧ୍ୟରୁ ବାଛି ଲେଖିବ। ଠିକ୍ ଅଛି। ମୂଷା ଘରେ ରହେ। ଠିକ୍ ଅଛି, ମୂଷା ଘରେ ରହେ। ସାପ ରହେ ଗାତରେ, ଏଇ ଗାତରେକୁ ତୁମେ ଏଇଠି ଲେଖିବ ସାପରେ। ମୂଷା ରହେ ଘରେ। ଠିକ୍ ଅଛି। ପକ୍ଷୀ ରହେ ବସାରେ, ଏଇଠି ତୁମେ ପକ୍ଷୀ ବସାରେ ଲେଖିବ। ଠିକ୍ ଅଛି। ତାପରେ ହରିଣ କେଉଁଠି ରହେ? ବଣରେ, ତୁମେ ଏହାକୁ ବଣରେ ଏଇଠି ଲେଖିବ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଉପଯୁକ୍ତ ଶବ୍ଦ ବାଛି ଖାଲି ଘର ପୂରଣ କରିବ। ଠିକ୍ ଅଛି। ଆଖି, କାନ, ନାକ, ଗୋଡ଼ କେଉଁଠି ହେବ ଲେଖିବ। ମାଛ ଛେଳିର ଡେସ୍କକୁ କାମୁଡ଼ି ପକାଇଲା, ମାଛ ଛେଳିର ଗୋଡ଼କୁ କାମୁଡ଼ି ପକାଇଲା, ତୁମେ ଏଇଠି ଲେଖିବ ଗୋଡ଼। ଠିକ୍ ଅଛି। ତାପରେ ମୁନି ହାଟରେ ଡେସ୍କ ଦ୍ୱାରା ଦେଖିଲା, ମୁନି ହାଟରେ ଆଖି ଦ୍ୱାରା ଦେଖିଲା। ଠିକ୍ ଅଛି। ତାପରେ ରାଜାଙ୍କ ଭୋଜିର ବାସନା ଆମେ ଡେସ୍କ ଦ୍ୱାରା ଜାଣିପାରିବା। କାହା ଦ୍ୱାରା ଜାଣିପାରିବା? ଏଠାରେ ଭୋଜିର ଭାତ ଆମେ ବାସନା ଅର୍ଥାତ୍ ନାକ ଦ୍ୱାରା ଜାଣିପାରିବା। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି ହାତୀର ଡେସ୍କ କୁଲା ପରି। କ'ଣ କୁଲା ପରି? କାନ। ଏଠି ଲେଖିବା ଆମେ କାନ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଗୋଟିଏ ଶବ୍ଦରେ ଉତ୍ତର ଲେଖ। ତୁମ ଗାଁର ନାମ କ'ଣ? ତୁମ ଗାଁର ନାମ ଏଇଠି ଲେଖିବ ପିଲାମାନେ। ଠିକ୍ ଅଛି। ତାପରେ ତୁମ ପରିବାରରେ ତୁମେ କାହାକୁ ସବୁଠାରୁ ଅଧିକ ଭଲ ପାଅ? ବାପା ଲେଖୁଥିଲେ ତୁମେ ତୁମର ବାପା ଲେଖିବ। ମାଆକୁ ଭଲ ପାଉଥିଲେ ମା ଲେଖିବ, କିମ୍ବା ଭାଇକୁ ଭଲ ପାଉଥିଲେ ଭାଇ ଲେଖିବ, ଭଉଣୀକୁ ଭଲ ପାଉଥିଲେ ଭଉଣୀକୁ ଲେଖିବ। ଠିକ୍ ଅଛି, ଏଇଠି ଲେଖିବ। ତାପରେ ଧନ୍ୟବାଦ ପିଲାମାନେ,
आम यही भिडियोटी केमिति लगिला निश्चय कमेंट रे लिखि जणाइबो। ध्यान देव जो प्रश्नर उत्तर तुम जापर ना कमेंट रे निश्चय लिख आम ताहार उत्तर कमेंट माध्यम हो कि एक वीडियो माध्यम हो तुम पाखक पहुँचाई देबू। ठीक अच्छे, धन्यवाद। एपरी वीडियो देखापी आम ये चैनल को निश्चय सब्सक्राइब करने को भूल ना। ठीक अच्छे, धन्यवाद।